ओडिशार गौरवमय सामुद्रिक ऐतिह्यକୁ ପାଳନ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ କଟକରେ ମହାନଦୀ ବୋଇତ ପ୍ରତିଯୋଗିତା 2025 ଆୟୋଜନ କରିବାକୁ ଯାଉଛନ୍ତି। ଏହି ବୋଇତ ଦୌଡ଼ ପ୍ରତିଯୋଗିତା ଚାଲୁଥିବା ବାଲିଯାତ୍ରା ପଡ଼ିଆ ନିକଟରେ ମହାନଦୀ କୂଳସ୍ଥ ଗଡ଼ଗଡ଼ିଆ ଘାଟରେ ଅନୁଷ୍ଠିତ ହେବ। 2 ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର 11 ତାରିଖ ଠାରୁ ଆରମ୍ଭ ହେବ। ଏଥିରେ ଓଡ଼ିଶା ସମେତ 10ଟି ରାଜ୍ୟ ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ହୋଇଛି ଫ୍ଲାଇ ବୋଟ୍ ରେସ୍। ନଭେମ୍ବର 11 ତାରିଖ ଦିନ 11:45 उपमुख्यमंत्री प्रभाती परिड़ा ଏହି ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ। ଦ୍ୱିତୀୟ ଦିନରେ ଦୌଡ଼ ସକାଳ 8ଟାରୁ ଆରମ୍ଭ ହୋଇ ଅପରାହ୍ନ 4ଟାରେ ଶେଷ ହେବ। ଉଦ୍ଘାଟନୀ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଯୋଗଦେଇ ଗଣକବି ବୈଷ୍ଣବ ପାଣି ମଞ୍ଚରେ ବିଜେତାମାନଙ୍କୁ ପୁରସ୍କାର ଦେବେ। ଏହି ବୋଇତ ପ୍ରତିଯୋଗିତା ଐତିହାସିକ ବାଲିଯାତ୍ରା ସହିତ ସମ୍ବନ୍ଧିତ ହୋଇଛି, ଯାହା ପ୍ରାଚୀନ ଓଡ଼ିଶା ସାଧବମାନଙ୍କର ସାହସ ଓ ବାଣିଜ୍ୟ ଉଦ୍ୟୋଗକୁ ସ୍ମରଣ କରିଥାଏ। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।